ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁଁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହା ସହିତ ତାଙ୍କର ବ୍ୟକ୍ତିଗତ ଶ୍ରୋତା ଅଧିବେଶନ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି। ଆଶ୍ରମ ପ୍ରଶାସନର ଏହି ଘୋଷଣା ପରେ ଭକ୍ତମାନଙ୍କ ମଧ୍ୟରେ ନିରାଶାର ଲହରୀ ଖେଳିଯାଇଛି। ଗତକାଲି ରାତିରେ ମହାରାଜ ଆଶୀର୍ବାଦ ନେବାକୁ ବହୁ ସଂଖ୍ୟକ ଭକ୍ତଙ୍କୁ ଅପେକ୍ଷା କରାଇଥିଲେ। ପ୍ରତ୍ୟେକ ଦିନ ପରି ଭକ୍ତମାନେ ମଧ୍ୟ ଆଶା କରିଥିଲେ ଯେ ପ୍ରେମାନନ୍ଦ ମହାରାଜ ଭୋର ପ୍ରାୟ 3ଟା ସମୟରେ ତାଙ୍କ ପଦଯାତ୍ରାରେ ବାହାରିବେ, କିନ୍ତୁ ଆଶ୍ରମର ଶିଷ୍ୟମାନେ ତାଙ୍କ ସ୍ଥାନରେ ନଜର ଆସିଥିଲେ। ଲାଉଡସ୍ପିକର ଜରିଆରେ ଆଶ୍ରମର ଶିଷ୍ୟମାନେ ଭକ୍ତମାନଙ୍କୁ ଜଣାଇଥିଲେ ଯେ ମହାରାଜ ଅସୁସ୍ଥ ଅଛନ୍ତି ଏବଂ ଫଳସ୍ୱରୂପ ପଦଯାତ୍ରା ବାତିଲ କରାଯାଉଛି। ଭକ୍ତମାନଙ୍କୁ ରାସ୍ତା କଡ଼ରେ ଭିଡ଼ ନ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା। ଏହି ଘୋଷଣା ପରେ ହଜାର ହଜାର ଭକ୍ତ ଦର୍ଶନ ନ ପାଇ ଫେରିବାକୁ ବାଧ୍ୟ ହୋଇଥିଲେ। କେଳିକୁଞ୍ଜ ଆଶ୍ରମ ପ୍ରଶାସନ କହିଛି ଯେ ସନ୍ଥ ପ୍ରେମାନନ୍ଦ ମହାରାଜ ଗତ 21 ବର୍ଷ ଧରି କିଡନୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।